ମାଉସୀ କ'ଣ ହେଇଛି? ହିମାନ ସାଗର ବଞ୍ଚିଥିଲା ବେଳେ କେହି ନ କହିଲ ତୁଣ୍ଡେ, ମରିଗଲା ପରେ ସଫେଇ ହଉଛ ଲୋକ ଦେଖାଣିଆ ଦାଣ୍ଡେ। ବଂଶ ବୁଢା ତାର ବଂଶ ବୁଢାଇଲ ଦେଖ ତା ମାର ଲୁହ, ପ୍ରେମିକାକୁ ତାରେ ହଜାରେ ମିଳିବେ ମାକୁ କେ ଦେବ ପୁଅ। ନିଶା ଦେଇ ତାକୁ ପେଶା ଦେଉଥିଲ ଦେହ ସୁଖ, ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ତା ପାଇଁ ପ୍ରୋଗ୍ରାମ ରଖ। ବାଜିରେ ଲଗାଇ ଝିଣି ଖାଉଥିଲ ଦେହରେ ଥିଲା ତା ପୀଡା, ହାତ ଥରୁଥିଲା ଗୋଡ ଥରୁଥିଲା ଷ୍ଟେଜରେ କଲ ଛିଡା। ମାଉସୀ ସବୁ କଥା ଏଠି ଠିକ୍ ଅଛି, ହେଲେ କହିଲ ନା କିଏ କାହାକୁ ଜବରଦସ୍ତି ପିଏଇ ଦେଉଛି। କେହି ଯଦି ନ ଚାହିଁବ ନା କେହି କାହାରିକି ଜବରଦସ୍ତି ପିଏଇ ପାରିବନି। ଆଜିକାଲି ଦୁନିଆର ଟିକେ ଅଧେ ଚଳୁଛି ହେଲା। ହ୍ୟୁମାନ ଭାଇଙ୍କର ସବୁ ଠିକ୍ ଥିଲା, ଖାଲି ଗୋଟେ ଜିନିଷ ସିଏ ଭୁଲ କରିଥିଲେ, ସିଏ ହେଉଛି ଲୋକ ଚିହ୍ନିବା। ନହେଲେ ଯେଉଁ ମ୍ୟାନେଜରକୁ ଭାଇ ଭଳିଆ କରିକି ରଖିଥିଲେ, ମରିଗଲା ପରେ ଡେଡ୍ ବଡି ପଡ଼ିଛି, ତାଙ୍କରି ମାଆକୁ ବେଧେଇ ବୋଲି ସିଏ କହିନଥାନ୍ତା। ମାନେ ଯାହା ପାଇଁ ଘର ଚଳୁଥିଲା ତାହାରି ମାଆକୁ ବେଧେଇ କହୁଛି। ଆଉ ଗୋଟେ ସିଙ୍ଗର ଅଛି ଯେ ଲେଡ଼ିଜ୍ ସିଙ୍ଗର, ସେ ଲୁଟି ଲୁଟାକି ଯାହା ଖାଇଛି ସେ ଭଗବାନ ଜାଣନ୍ତି। ଠିକ୍ ଅଛି, ତ ତେଣୁ ସମସ୍ତଙ୍କୁ ଅନୁରୋଧ, ସବୁ କର, ସବୁ ଜିନିଷ ମିଳିବ, କିନ୍ତୁ ସବୁଠୁ ମୂଲ୍ୟବାନ ଜିନିଷ ଯେଉଁ ଆମ ଶରୀର, ତାକୁ ଆମେ ନିଶା କରିକି ନଷ୍ଟ କରୁଛେ, ସେଇଟାରୁ ବଞ୍ଚନ୍ତୁ।